ଦେଖନ୍ତୁ ବାୟୋଡାଇଭର୍ସିଟି କଥା ଯେତେବେଳେ ଆମେ କହୁଛେ ନିଶ୍ଚିତ ଭାବରେ ସରକାରୀ ସ୍ତରରେ ତ ଯେତେ ଆମେ ଜାଗୃତ ହେବା କଥା ହେବା ସାଧାରଣ ଲୋକଙ୍କୁ କେମିତି ଏଥିରେ ଯୋଡ଼ିବା ସେ ଦିଗରେ ଡିପାର୍ଟମେଣ୍ଟ ଚିନ୍ତା କରୁଛି। ଓଡ଼ିଶାରେ 1,55,707 ସ୍କୋୟାର କିଲୋମିଟରରୁ 52,000ରୁ ଅଧିକା ଆମର ଫରେଷ୍ଟ ଏରିଆ ଅଛି। ତାକୁ କେମିତି କନଜରଭେସନ କରିବା ଏବଂ ବିଭିନ୍ନ ବିଭାଗ ସହିତ କେମିତି ସମନ୍ୱୟ ରକ୍ଷା କରିକି ଆମର ଯେଉଁ ଜୈବ ବିବିଧତା ଅଛି ତାକୁ ଆମେ କେମିତି ସଂରକ୍ଷଣ କରିବା ଏବଂ ବଢ଼େଇବା ଏବଂ ଓଡ଼ିଶାର ଲୋକଙ୍କୁ ଗୋଟେ ଜୀବନ ଜୀବିକାଠୁ ଆରମ୍ଭ କରି ସବୁଥିରେ ଗୋଟେ ନ୍ୟାୟ ଦେବା ସେ ଦିଗରେ ଏବେ ବାୟୋଡାଇଭର୍ସିଟି ବୋର୍ଡକୁ ଆମେ ଆକ୍ଟିଭ୍ କରିବା। ସେଥିରେ ବିଗତ ସରକାର ଟାଇମ୍ରେ ସେଥିରେ କୌଣସି ସାଇଣ୍ଟିଷ୍ଟ ନାହାନ୍ତି, ଷ୍ଟାଫ୍ର ଅଭାବ ବି ଅଛି। ସେଥିପାଇଁ ବାୟୋଡାଇଭର୍ସିଟି ବୋର୍ଡ ଯେଉଁଟାକି ଆମର ସୃଷ୍ଟିକୁ ସଂରକ୍ଷଣ କରିବ ସବୁ ଦିଗରେ ଓଡ଼ିଶାରେ ଯେତେ ପ୍ରକାର ଜଳ ଜଙ୍ଗଲ ଜମି ଜୀବଜନ୍ତୁ ଅଛନ୍ତି ତାକୁ ସଂରକ୍ଷଣ କରିବା ପାଇଁ ରିସର୍ଚ୍ଚ କରେ ଏବଂ ରିସର୍ଚ୍ଚ କରିକି ବିଭିନ୍ନ ଡିପାର୍ଟମେଣ୍ଟକୁ ତଥ୍ୟ ପ୍ରଦାନ କରେ, ସରକାରଙ୍କୁ ଜାଗୃତ କରେ ଏବଂ ସାଧାରଣ ଲୋକଙ୍କୁ ଯୋଡ଼େ ସେ ବିଷୟରେ ଆୱାରନେସ୍ କରେ। ସେ ଦିଗରେ ଏଥର ଆମର ବାୟୋଡାଇଭର୍ସିଟି ବୋର୍ଡକୁ ଅଧିକା କେମିତି ଆମେ ଅଧିକା ଜାଗୃତ କରିବା, କ୍ରିୟାଶୀଳ କରିବା ସେ ଦିଗରେ ସରକାର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କର ବିଭିନ୍ନ ପ୍ରକାର ଆବଶ୍ୟକ ହେଉଥିବା ମେନ୍ ପାୱାରଠୁ ଆରମ୍ଭ କରିକି ଏବଂ ଅର୍ଥଠୁ ଆରମ୍ଭ କରି ସବୁ ପ୍ରକାର ବ୍ୟବସ୍ଥା ଯୋଗାଇ ଦେବେ ବୋଲିକି ବୋର୍ଡକୁ କୁହାଯାଇଛି ଏବଂ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଅଞ୍ଚଳ ଯେଉଁ ଅଛି ବିଭିନ୍ନ ଅଞ୍ଚଳ ଲୋକମାନଙ୍କର ଜୀବନ ଜୀବିକାକୁ ମଧ୍ୟ ରିସର୍ଚ୍ଚ କରିକି ସରକାରଙ୍କ ପାଖରେ ତଥ୍ୟ ପ୍ରଦାନ କରିବା ପାଇଁ ପୂର୍ଣ୍ଣ ମାତ୍ରାରେ ସରକାର ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଆପଣ ଜାଣିଥିବେ ମୁଖ୍ୟମନ୍ତ୍ରୀ କେମିତି ପେଟ୍ରୋଲ ଡିଜେଲ ଖର୍ଚ୍ଚ କାଟ ହେବ 28 ଫର୍ମୁଲା ଜାରି କରିଛନ୍ତି। ଇଭି ଗାଡ଼ିକୁ ଗୁରୁତ୍ୱ ଦିଆଯାଉଛି, ଅଫିସର ମାନେ ଭର୍ଚୁଆଲ ମିଟିଂ ନେଇପାରିବେ, କେମିତି ଦେଖୁଛନ୍ତି? ଦେଖନ୍ତୁ ସେଇଟା ସମୟ ଅନୁସାରେ ଆବଶ୍ୟକ ପଡ଼ୁଛି ଏବଂ ଆମେ ଯଦି ନିଜର ଅନାବଶ୍ୟକ ଯେଉଁଟା ଆବଶ୍ୟକ ନଥାଇକି ଆମେ ଯେଉଁ ବହୁତ ଜିନିଷ ଆମେ ବର୍ତ୍ତମାନ ଆଧୁନିକତା ହେଇଯାଇଛୁ ବିଭିନ୍ନ ପ୍ରକାର ଆବଶ୍ୟକ ନଥାଇକି ଆମେ ୟୁଜ୍ କରୁଛୁ। ମୁଁ ମଧ୍ୟ ଏକମତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ସବୁ ବିଭାଗ ମଧ୍ୟ ମାନିବା କଥା। ମୁଁ ମଧ୍ୟ ଏବେ ଗୋଟେ ଗାଡ଼ିରେ ହିଁ ଏବେ ୟୁଜ୍ କରୁଛି, ବେଳେବେଳେ ଆବଶ୍ୟକ ପଡ଼ିଲେ ଦୁଇଟା ଗାଡ଼ି ୟୁଜ୍ ହେଉଛି। ଆମେ ମଧ୍ୟ ପାରୁ ପର୍ଯ୍ୟନ୍ତ ଯେଉଁଠିକି ଆମର ସବୁ ପ୍ରକାର ଯଦି ଆମର ପଲ୍ୟୁସନ୍ର କଥା ଉଠି ଅଧିକ ଯଦି ଗାଡ଼ି ବ୍ୟବହାର କରିବା ପଲ୍ୟୁସନ୍ ଏବଂ ସରକାରଙ୍କୁ ମଧ୍ୟ ଅଧିକାର ବୋଝ ବି ପଡ଼େ, ଅର୍ଥ ବୋଝ ବି ପଡ଼େ। ସେ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ପଦକ୍ଷେପ ନେଇଛନ୍ତି ସ୍ୱାଗତ ଯୋଗ୍ୟ, ସମସ୍ତେ ତାକୁ ମାନିବା କଥା। ସାର୍ ଇଭି ବର୍ତ୍ତମାନ ଚାର୍ଜିଂ ଷ୍ଟେସନ ସବୁଆଡ଼େ ହେଇନି, ଇଏ ଗୋଟେ ଚ୍ୟାଲେଞ୍ଜ ହେବନି ସାର୍? ତାପରେ ଏଇ କରେଣ୍ଟ ବି ସାର୍ ଗ୍ରାମାଞ୍ଚଳରେ ସବୁ କଟି ଯାଉଛି ଅନେକ ସମୟରେ। ପ୍ରତ୍ୟେକ କଥାରେ ପ୍ରତ୍ୟେକ ଜୀବନରେ ପ୍ରତ୍ୟେକ ପରିବାରରେ ଚ୍ୟାଲେଞ୍ଜ ତ ଅଛି। ନିଶ୍ଚିତ ଭାବରେ ଆମେ ପଦକ୍ଷେପ ନେଲେ ଆମର ପଲ୍ୟୁସନ୍ର କଥା ବି ଉଠିବ ଏବଂ ଟେମ୍ପରେଚର ଯେଉଁଟା ଅବିଶ୍ୱାସନୀୟ ଯେଉଁ ବଢ଼ୁଛି ଅତ୍ୟଧିକ ସେଇଟା ବି ମଧ୍ୟ ଆମର ଗୋଟେ ଭ୍ୟାଲୁ ଆଡେଡ୍ ହେବ। ଇଭି ଗାଡ଼ିଟା ଆମର ଏବେ କମ୍ପାନୀ ମୁଁ ଦେଖୁଥିଲି ବହୁତ ଜାଗାରେ ସେ ନିଜେ ସବୁ ଚାର୍ଜିଂ ପଏଣ୍ଟ ଗୁଡ଼ାକ ଷ୍ଟାବ୍ଲିଶ କରିବେ। ନିଶ୍ଚିତ ଭାବରେ ଆଗାମୀ ଦିନରେ ସମସ୍ତେ ଆମେ ଯଦି ଇଭି ଗାଡ଼ିଟାକୁ ବ୍ୟବହାର କରିବା ଏବଂ ପଲ୍ୟୁସନ୍ ବି ରୋକାଯାଇପାରିବ ଏବଂ ଓଡ଼ିଶା ବର୍ତ୍ତମାନ ଗୋଟେ ଡେଭଲପମେଣ୍ଟ ଷ୍ଟେଟ୍ ହିସାବରେ ବିଭିନ୍ନ ପ୍ରକାର ଡେଭଲପମେଣ୍ଟ କାମ ମଧ୍ୟ କରୁଛି। ତାକୁ ଆଖି ଆଗରେ ରଖିକି ସବୁ ପ୍ରକାର ଆମର ଛୋଟ ଛୋଟ ଜିନିଷ ଉପରେ ବି ଧ୍ୟାନ ଦେବା କଥା। ସାର୍ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ରିପୋର୍ଟ ମାଗିଥିଲେ ଜୁନ୍ 1ରେ ରାଜ୍ୟବାସୀଙ୍କ ଆଗରେ ସଫଳତା ରଖିବେ, ରିପୋର୍ଟ ପ୍ରସ୍ତୁତ କରି ଆପଣ ଦେଇଛନ୍ତି? ପ୍ରସ୍ତୁତ ଚାଲିଛି। ଆଉ 2 ବର୍ଷ ଭିତରେ ଆମେ ଯାହା ଯାହା କାମ କରିଛେ ଏବଂ ସାଧାରଣ ଲୋକଙ୍କ ପାଇଁ ଆମେ କାମ କ'ଣ କରିଛେ ସରକାରଙ୍କର ନୂଆ ନୂଆ ଯୋଜନା ସେ ଦିଗରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ ବର୍ଷ ବି ମଧ୍ୟ ଆମେ କନଫିଡେନ୍ସିଆଲ ରିପୋର୍ଟ ଗୁଡ଼ାକ ଦିଆହେଉଛି। ଏହା ତ ଗୋଟେ ନିରନ୍ତର ପ୍ରକ୍ରିୟା ଅଛି। ସେ ଦିଗରେ ସରକାର ବି ଅଧିକା ମନ୍ତ୍ରୀମାନେ ସବୁ କାମକୁ ନିଜେ ତଦାରଖ କରିକି ସବୁ ଲୋକଙ୍କ ସହିତ ସାଧାରଣ ଲୋକଙ୍କ ସହିତ କେମିତି ଯୋଡ଼ିବେ ସେ ଦିଗରେ ମଧ୍ୟ ନିର୍ଦ୍ଦେଶ ଅଛି ଏବଂ ଯେଉଁଟାକି ଏ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ସବୁ ପ୍ରକାର ଆମେ କେମିତି ଅଧିକା ଭ୍ୟାଲୁ ଆଡେଡ୍ କରିବା, ସରକାରଙ୍କର ଯୋଜନାକୁ ଲୋକମାନଙ୍କ ପାଖକୁ ପହଞ୍ଚିବା ଏବଂ ଓଡ଼ିଶା ବିକାଶରେ କେମିତି ଲାଗିବେ। ମନ୍ତ୍ରୀମାନେ ଦିନ ରାତି ଖଟୁଛନ୍ତି ନିଶ୍ଚିତ ଭାବରେ। ବହୁତ
ଆପଣ ମନ୍ତ୍ରୀମାନଙ୍କୁ ଦେଖୁଥିବେ ଯେଉଁମାନେ 18 ଘଣ୍ଟା 20 ଘଣ୍ଟା ସବୁ ମେହନତ କରୁଛନ୍ତି ନିଶ୍ଚିତ ଭାବରେ ସେ ଯୋଜନାଟା ଲୋକମାନେ କେମିତି ସଫଳ ପାଇବେ ସେଇଟା ହେଉଛି ବଡ଼ କଥା ଏବଂ ନିଶ୍ଚିତ ଭାବରେ ଓଡ଼ିଶା ଜାଗୃତ ହେଉଛି ଆଗକୁ ଯାଉଛି ପରିବେଶ ବିଭାଗ ଜଙ୍ଗଲ ବିଭାଗ ମଧ୍ୟ ସେଥିରେ ପଛେଇନି ଆମେ ଓଡ଼ିଶାକୁ କେମିତି କଣ୍ଟ୍ରୋଲ କରିବା ଏବେ ଆଜିକାର ପଞ୍ଚମ ଏବଂ ଷଷ୍ଠ ଫିଟ୍ର ଯେଉଁ ଚ୍ୟାଲେଞ୍ଜ ଅଛି ଆମ ପାଖରେ ଡେଭଲପମେଣ୍ଟର କଥା ଏବଂ ପରିବେଶକୁ ସନ୍ତୁଳନ କରିବା ଇକୋଲୋଜିକାଲି ବାଲାନ୍ସ କରିବା ସେ ଦିଗରେ ମଧ୍ୟ ଆମେ କାମ କରୁଛେ ଝାରସୁଗୁଡ଼ାଠୁ ଆରମ୍ଭ କରି ବୋର୍ଡଠୁ ଆରମ୍ଭ କରି ତାଳଚେର ଅନୁଗୁଳ ତାର ପାଇଁ ଗୋଟେ ଆମେ ମାଷ୍ଟର ପ୍ଲାନ୍ ବନେଇବା ଯେଉଁଟାକି ଆଗାମୀ ଭବିଷ୍ୟତରେ ଯାହା ଯାହା ସବୁ ବିଭିନ୍ନ ଇଣ୍ଡଷ୍ଟ୍ରିଆଲ ଆବଶ୍ୟକ ଅନୁସାରେ ଗଛ ଅଛି କି ନାହିଁ ଆବଶ୍ୟକ ଅନୁସାରେ ଆମର ସବୁଜ ବନାନୀ ବନୁଛି କି ନାହିଁ ପରିବେଶ ଠିକ୍ ହିସାବରେ କଣ୍ଟ୍ରୋଲ କରିବା ପାଇଁ ଆବଶ୍ୟକ ଆମର ସୃଷ୍ଟି ଯାହା ଦେଇଥିଲା ଆଜି ବାୟୋଡାଇଭର୍ସିଟିର କଥା ଉଠିବ ଜଳ ଜଙ୍ଗଲ ଜମି କେମିତି ନଷ୍ଟ ହୋଇଛି ସେ ଦିଗରେ ମଧ୍ୟ ଆମର ଆଜି ଯେଉଁ ଆନ୍ତର୍ଜାତିକ ବାୟୋଡାଇଭର୍ସିଟି ଯେଉଁ ପ୍ରୋଗ୍ରାମ ଥିଲା ସେଥିରେ ମଧ୍ୟ ଆମର ବୋର୍ଡ ଅଫ୍ ଡାଇରେକ୍ଟରକୁ ନିର୍ଦ୍ଦେଶ ଦିଆଯାଇଛି ସାର୍ ଅସହ୍ୟ ତାତି ଆପଣ ଦେଖୁଥିବେ ଗ୍ରୀଷ୍ମ ପ୍ରବାହ ଶ୍ରମ ବିଭାଗ କେତେ ସଜାଗ କାରଣ ଅଂଶୁଘାତରେ ଆପଣ ଦେଖୁଥିବେ ସାରା ଓଡ଼ିଶାର ଚିତ୍ର ଆସୁଛି ଅଂଶୁଘାତ ଜନିତ ମୃତ୍ୟୁ ହେଉଛି ଜୀବନ ଗଲାଣି ଘରେ ବି ଅଂଶୁଘାତର ଭୟ ଦେଖନ୍ତୁ ଆମର ଗଭର୍ଣ୍ଣମେଣ୍ଟ ତ ଯାହା ଆଗରୁ ଆମେ ସବୁ ଗାଇଡଲାଇନ୍ ଲୋକଙ୍କ ପାଖକୁ ପହଞ୍ଚେଇ ଦେଇଛୁ ମଝିରେ ଆମର ଆଡଭାଇଜରୀ ବି ଜାରି କରାଯାଇଥିଲା ଯେ 11ଟାରୁ 3ଟା ପର୍ଯ୍ୟନ୍ତ ଆମେ କାମ କରିବା ବିଭିନ୍ନ ବେସରକାରୀ ସଂସ୍ଥାମାନଙ୍କୁ ମଧ୍ୟ ଯେଉଁଟାକି ଘରୋଇ ଯେଉଁମାନେ କାମଦାମ କରୁଛନ୍ତି ସେମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ଆମେ ଅତ୍ୟଧିକ ଟେମ୍ପରେଚରରେ ଆମେ ଶ୍ରମିକମାନଙ୍କୁ ଏଥିରୁ ବିରତ ରଖିବା ଏବଂ କାମ କରିବା ପାଇଁ ଦେବା ନାହିଁ 11ଟାରୁ 3ଟା ପର୍ଯ୍ୟନ୍ତ ବନ୍ଦ ରଖିବା ଯେତେବେଳେ ଆମର ଖରା କମିଯିବ ତାତି କମିଯିବ ଆମେ କାମ କରିବା ପାଇଁ ସାଧାରଣତଃ ନିର୍ଦ୍ଦେଶ ଦିଆଯାଇଛି ପ୍ରତ୍ୟେକ ବର୍ଷ ମଧ୍ୟ ନିର୍ଦ୍ଦେଶ ଦିଆଯାଉଛି ସେ ଦିଗରେ ଯେଉଁମାନେ ଖିଲାପ କରୁଛନ୍ତି ସରକାରୀ ସ୍ତରରେ ତ କାମ ତ ବର୍ତ୍ତମାନ ଆମର ଚାଲୁନି ଯେଉଁ ବେସରକାରୀ ସଂସ୍ଥା ଗୁଡ଼ାକ ଲୁଚି କରୁଥିବେ ଯଦି ଗଭର୍ଣ୍ଣମେଣ୍ଟ ତାଙ୍କ ବିରୁଦ୍ଧରେ ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ